ଏ ନନ୍ଦୁ ଏ ନନ୍ଦୁ ଡାକୁଛି। ସେ ନନ୍ଦୁ କିଏ? ଯଦି ତାଙ୍କ ଭିତରେ ସେ ତ ତା ଗାଁର ନୁହଁ, ତା ଗାଁ ତ ଯାଇକି ଅଡ଼ଶପୁର। ଏଠି ନନ୍ଦୁ କିଏ ଆସିକି ପହଞ୍ଚିଗଲେ? ନନ୍ଦୁ ବାବୁଟି କିଏ? ସେ ନନ୍ଦୁ ବାବୁକୁ ସାମ୍ନାକୁ ଆଣନ୍ତୁ। ଗଲା। ଆଉ ଗୋଟେ ପିଲାକୁ ପଚାରୁଛି ତୁ କିଏ? ତାକୁ ଯେତେବେଳେ ଭାଷା ଖରାପ ଭାଷା ଲଗେଇଛି ସେତେବେଳେ କହୁଛି ତୁ କିଏ? ନା ତୁ ମୋ ନାଁ ଜାଣିବା କ'ଣ ଦରକାର? ଗୋଟେ ରେଡ଼୍ ସାର୍ଟ ପିନ୍ଧିବା ଲୋକଟେ କହୁଛି, କାଲି ମୁଁ ସେଇଟା ଦେଖୁଥିଲି। ଯେ ତୁ କିଏ? ଭାଷା କୁହନ୍ତୁନି, ଭାଷା କୁହନି। ଆଉ ନା ତୁ କିଏ? ମୋ ନାଁ ଜାଣିଲେ ତୁ ଜାଣିବୁ କ'ଣ? ସେ ଗୋଟେ କହୁଛି। ତେଣୁ ଏଇଟା ଗୋଟେ ପ୍ରି ପ୍ଲାନ୍ ମର୍ଡର। ଗୋଟେ ଝିଅ କହୁଛି ତା ଭିତରେ ମୁଁ ସେନ୍ସଲେସ୍ ହେଇଗଲି। ତୁ ତ ସେନ୍ସଲେସ୍ ହେଇଗଲୁ, କେମିତି ଜାଣିଲୁ ପବ୍ଲିକ୍ ବାଡ଼େଇଛନ୍ତି ବାଡ଼େଇ ନାହାନ୍ତି? ତୁ ତ ସେନ୍ସଲେସ୍ ହେଇଗଲୁ, ହାଇଟେକ୍ ପଳେଇଲୁ। ସେ ଲୋକ କହୁଛି ହାଇଟେକ୍ ଆମେ ନେଇଗଲୁ, ତୁ କେମିତି ଜାଣିଲୁ ଯେ ତୋ ଲୁଗା ଚିରି ଦେଲେ, ସାର୍ଟ ଚିରି ଦେଲା ସେ ବୋଲି? ଶୁଣନ୍ତୁ, ଏଇଟା ଗୋଟେ ସସ୍ପେଣ୍ଡ, ଗୋଟେ ପନିସମେଣ୍ଟ ନୁହଁ। ଆମେ ଯେତିକି ଦେଖିଛୁ ସସ୍ପେଣ୍ଡ କେତେ ଦିନ ହେବେ? 3 ମାସ ହେବେ। 3 ମାସ ପରେ ପୁଣି ସେମାନେ ଅନ୍ୟ ଜାଗାକୁ ଯିବେ। ଜଣେ ଯିଏ ଭୁଲ କରିଛି ସେ ଭୁଲଟା କ'ଣ ଜଣେ ସସ୍ପେଣ୍ଡ ହେଇଗଲେ ସୁଧୁରିଯିବ? ଭୁଲଟାର ମାପ୍ ସାଙ୍ଗେ ସାଙ୍ଗେ ମାପ୍ କରିଦେଲେ ପବ୍ଲିକ୍ ମାପ୍ କରିବେ? କେହି ତାଙ୍କ ମାଆ ମାପ୍ କଲେ କି? ଏଇ ଯେଉଁ ଇଏ ଗୋଟେ ପୁଅ ଥରେ ମରିଗଲା ପରେ, ଚାଲିଗଲା ପରେ, ଏତେ ନିର୍ଦ୍ଦୟ ଭାବରେ ବାଡ଼େଇକି ତାକୁ ମାରିଦେଲା ପରେ ଜଣେ ସସ୍ପେଣ୍ଡ ହେଇଗଲା। କାହିଁକି? ସେ କାର୍ଯ୍ୟରେ ଅବହେଳା କଲା ବୋଲି ସସ୍ପେଣ୍ଡ ହେଲା। କିନ୍ତୁ ସେଇଟା ଗୋଟେ ପନିସମେଣ୍ଟ ନୁହଁ। କାହିଁକିନା ସେମାନେ ପୁଣି ଚାକିରିକି 3 ମାସ ପରେ ଆସିବେ, ପୁଣି ଭଲ ଭଲ ଜାଗା ପୋଷ୍ଟିଂ ହେବେ, ତାଙ୍କ ଭିତରେ ସେମାନେ ପୁଣି ରାଜ କରିବେ, କିଛି ଅସୁବିଧା ନାହିଁ। ସସ୍ପେଣ୍ଡ ଗୋଟେ ପନିସମେଣ୍ଟ ନୁହଁ। ଏମାନଙ୍କୁ କୋରାପୁଟ ଫରାପୁଟ ନକ୍ସଲାଇଟ୍ ଏରିଆକୁ ଯଦି ବଦଳି କରିଦେବ, ସସ୍ପେଣ୍ଡ କରିବ, ତାପରେ ନକ୍ସଲାଇଟ୍। କାହିଁକିନା ଏମାନେ କାମରେ ଢିଲା କରିଛନ୍ତି। କାହିଁକିନା ଗୋଟେ ପୋଲିସ PCR ଆଜି ଆପଣ ଯାଆନ୍ତୁ, ସେଥିରେ ପ୍ରତ୍ୟକ୍ଷଦର୍ଶୀ ବର୍ତ୍ତମାନ ଆଗରୁ ଡରୁଥିଲେ। ଯେତେବେଳେ 11 ଜଣ ଆରେଷ୍ଟ ହେଇଗଲେ ତାଙ୍କ ମୁହଁ ଖୋଲିଲାଣି। ଆଉ ଯିଏ ତ ଭିଡ଼ିଓ କରିଛି, ମୁଁ ତ ତାକୁ ଅଶେଷ ଧନ୍ୟବାଦ ଯେଉଁମାନେ ଭିଡ଼ିଓ କରି ଆପଣମାନଙ୍କୁ ଦେଇଛନ୍ତି, ଯାହାଫଳରେ ପିଲାଟାର ଆମୂଳ ଚୂଳ 2 ଘଣ୍ଟାର ଷ୍ଟୋରି ଆପଣମାନେ ବଜାଉଛନ୍ତି, ଦେଖାଉଛନ୍ତି। ଆମେ ବି ସେଥିରୁ କିଛି ପାଇଛୁ, ନିର୍ଦ୍ଦୟ ଭାବରେ ଯେଉଁ ମାରୁଛନ୍ତି। ତେଣୁ ଯେଉଁ ପୋଲିସ ମାନେ ସେଠି ଥିଲେ, ଯେଉଁ PCR ଯାଇଥିଲା, ତାକୁ କୁଆଡ଼େ କହୁଛନ୍ତି ଯେ ତାକୁ ଭିତରେ ପୁରେଇଲେ ଯେ ସେ ବାହାରି ଆସିଲା। ସେ ଭିତରେ ପୁରେଇଲେ ବାହାରି ଆସିଲା, କିନ୍ତୁ ଗୋଡ଼ ହାତ ଭିଡ଼ିଲା ବେଳକୁ ଲୋକ ଅପୋଜ କଲେନି, ନାଇଁ ଗୋଡ଼ ହାତ ଭିଡ଼ି ହେବନି। ନାଇଁ, ଆଗ ବନ୍ଧା ହେଇନଥିଲା। ଆଗରୁ ଯେତେବେଳେ ସେମାନେ ଫୋନ୍ କଲେ ଯେ ଏଠି ଗୋଟେ ଝିଅମାନଙ୍କର ଆକ୍ସିଡେଣ୍ଟ ହେଇଛି, ବ୍ୟବହାର ଖରାପ କରୁଛି, ବାଳିଛି ପେଟୁଛି ବୋଲି, ସେତେବେଳେ ସେ କ'ଣ କରିଛନ୍ତି, ଯେତେବେଳେ ତାକୁ PCR ପୁରଉଛି, ସେ ଯେହେତୁ ଗୋଟେ ଜିମ୍ ଟ୍ରେନର, ତାକୁ ଧରିବା ବହୁତ ମୁସ୍କିଲ। ସେ ଜଣେ ପୋଲିସ ଚାକିରି କରୁଛି, ସେ ବି ଗୋଟେ ଯୋଦ୍ଧା ନା। ତାକୁ 3ଟା ପୋଲିସ ପାରିଲେନି, ସେ ଖସିଗଲା ବୋଲି କହୁଛନ୍ତି। ଯେଉଁମାନେ ଭିଡ଼ିଲେ, ଗୋଡ଼ ହାତ ଭିଡ଼ିଲେ, ସେଇମାନେ ତ ଗୋଡ଼ ହାତ ଭିଡ଼ିକି ତ PCR ଭ୍ୟାନ୍ରେ ପକାଇ ପାରିଥାନ୍ତେ। ତୁମକୁ କିଏ କହିଲା ଆଇନକୁ ହାତକୁ ନେବା ପାଇଁ? ଯେଉଁମାନେ ବାଡ଼େଇ ମାରିଲେ ତାଙ୍କୁ ଅଧିକାର କିଏ ଦେଲା ୟାକୁ ବାଡ଼େଇବା ପାଇଁ? ଦେଖନ୍ତୁ, ୟା ଭିତରେ ସାରୁ ଖୋଳୁ ଖୋଳୁ ମହାଦେବ ଯେମିତି ବାରନ୍ତି, ୟା ଭିତରେ ବହୁତ କିଛି ଅଛି। ଆପଣମାନେ ତାକୁ ଠିକ୍ରେ ତର୍ଜମା କରନ୍ତୁ। ଏଇଟା ଗୋଟେ ହାଇ ପ୍ରୋଫାଇଲ୍ ମର୍ଡ଼ର। ଗୋଟେ ପୋଲିସ ଭାବୁଛନ୍ତି ଆପଣ ଯେ ସହଜରେ ଗୋଟେ ପୋଲିସଟା ମରିଗଲା, ତାକୁ ବାଡ଼େଇ ମାରିଦେଲେ। ସେଠି ସେ ଗୋଟେ ପିଲାକୁ ଡାକୁଛି ହାତ ଧରିକିନି। ମୋ ପାଖରେ ସେଇ ଭିଡ଼ିଓଟା ଅଛି, ଭିଡ଼ିଓ ତ ଦେଖେଇ ହେବନି, ଆପଣ ସାଉଣ୍ଡ ବି ଶୁଣେଇ ପାରିବେ। ଏ ନନ୍ଦୁ ଡାକୁଛି। ସେ ନନ୍ଦୁ କିଏ? ଯଦି ତାଙ୍କ ଭିତରେ ସେ ତ ତା ଗାଁର ନୁହଁ, ତା ଗାଁ ତ ଯାଇକି ଅଡ଼ଶପୁର। ଏଠି ନନ୍ଦୁ କିଏ ଆସିକି ପହଞ୍ଚିଗଲେ? ନନ୍ଦୁ ବାବୁଟି କିଏ? ସେ ନନ୍ଦୁ ବାବୁକୁ ସାମ୍ନାକୁ ଆଣନ୍ତୁ। ଗଲା। ଆଉ ଗୋଟେ ପିଲାକୁ ପଚାରୁଛି ତୁ କିଏ? ତାକୁ ଯେତେବେଳେ ଭାଷା ଖରାପ ଭାଷା ଲଗେଇଛି ସେତେବେଳେ କହୁଛି ତୁ କିଏ? ନା ତୁ ମୋ ନାଁ ଜାଣିବା କ'ଣ ଦରକାର? ଗୋଟେ ରେଡ଼୍ ସାର୍ଟ ପିନ୍ଧିବା ଲୋକଟେ କହୁଛି, କାଲି ମୁଁ ସେଇଟା ଦେଖୁଥିଲି। ଯେ ତୁ କିଏ? ଭାଷା କୁହନି। ଆଉ ନା ତୁ କିଏ? ମୋ ନାଁ ଜାଣିଲେ ତୁ ଜାଣିବୁ କ'ଣ? ସେ ଗୋଟେ କହୁଛି। ତେଣୁ ଏଇଟା ଗୋଟେ ପ୍ରି ପ୍ଲାନ୍ ମର୍ଡ଼ର। ଏହା ଭିତରେ ବହୁତ କିଛି ଅଛି। ତାକୁ ଯଦି ଠିକ୍ରେ ତାକୁ ତଦନ୍ତ କରାଯିବ ତାହେଲେ ବହୁତ କିଛି ବାହାରିବ। ଆପଣ ଯେଉଁ କହୁଛନ୍ତି କ୍ରାଇମ୍ ବ୍ରାଞ୍ଚକୁ ଦେଇଦେଲେ, ମୁଖ୍ୟମନ୍ତ୍ରୀ କ୍ରାଇମ୍ ବ୍ରାଞ୍ଚକୁ ଦେଇଦେଲେ, ଏଇଟା ଗୋଟେ କ'ଣ କହିଲା ଲଲିପପ୍ ଭଣ୍ଡେଇବା ସଂସ୍ଥା। କାହିଁକିନା ସେ ଓଡ଼ିଶା ପୋଲିସ, ଇଏ ବି ଓଡ଼ିଶା ପୋଲିସ, ଇଏ ବାଁ ହାତ, ସେ ଡାହାଣ ହାତ, ଯାହା ହେବ ସେଇ ତାଙ୍କ ଅଣ୍ଡରରେ ହିଁ ଏଇ ପୋଲିସ ସେଠିକି ଡେପୁଟେସନ୍ ଯାଆନ୍ତି, ସେ ପୋଲିସ ଏଠିକି ଡେପୁଟେସନ୍ ଆସନ୍ତି। ତେଣୁ କ୍ରାଇମ୍ ବ୍ରାଞ୍ଚରେ ଅଲଗା ପୋଲିସ ଆପଏଣ୍ଟମେଣ୍ଟ ହୁଅନ୍ତିନି କି ଓଡ଼ିଶା ପୋଲିସରେ, ସବୁ ଗୋଟିଏ ଇଏରୁ ଆସିଥାନ୍ତି। ତେଣୁ କ୍ରାଇମ୍ ବ୍ରାଞ୍ଚ ଆଜି ଗଲା ପରେ ସ୍ପଟ୍ ଭିଜିଟ୍ କରୁଛନ୍ତି। ସେଠି ବର୍ତ୍ତମାନ ପବ୍ଲିକ୍ ମାନେ କହିଲେଣି, ଆମେ ଦେଖିଛୁ 2 ଘଣ୍ଟାର ଇଏ ପୋଲିସ ଥିଲା, କିନ୍ତୁ କାଲି DCP ପ୍ରଥମ ଦିନ କହିଥିଲା ଏଠି ପୋଲିସ ଆସିନଥିଲା। ପୋଲିସ ନଥିବା ଆପଣ ବଜାନ୍ତୁ ନା, ଦେଖନ୍ତୁ, DCP କହୁଛନ୍ତି ପୋଲିସ ନଥିଲା, କିନ୍ତୁ ପୋଲିସ ପ୍ରଥମେ ଆସିଛି କହୁଛନ୍ତି, ତାକୁ ପୁରେଇଛନ୍ତି। ମହିଳା କମିଶନ ପୋଲିସ ପୁରେଇ ପାରିଲାନି ବୋଲି କହୁଛନ୍ତି ମହିଳା କମିଶନ, ତାଙ୍କ ବାଇଟ୍ ବି ଦେଖ।
समस्त बाइट डिफर करुच्ची किंतु सेठी गोटे चतुर लोक अच्छा आज देखो सबुतिर फटोटी बर्तमान बुलूची बहुत चतुर लोकटे कि जेना दाना बोधे कहीं से मत भी आज फेसबुक मत इड़ सड़ू लिखी से जेना लोकटी कहते से केवल रास्ता देखिपारे लिप किसटा से देखिपारे अटेम्प्ट टू रेपटा किंतु बाटर जाऊा बाटोई देखिपारे जनगहली रास्ता से मुझे देखुची ट्रक जाऊँगी स्कूटर जाऊँगी मोटरसाइकेल जाऊँगी कार जाऊँगी से रास्तार कहीं देखिपारे मृत्युर भिड हो पारा बाड़ेबार भिड हो पारा अध घंटा से 45 मिनट जो गंडल तार भिड होनी ना भिड कहीं दौना सर्व सम्मुखें आणुना कहीं से सतता धरा पड़ सौम्य सत कर मिछ कर भिड जड़े तुम्हें जब रास्ता गले टिके गंडल गले भिडटा हो जाऊँगी कौटी सुंदर सीनेरी देखिले फटो उठे दौच फोटोजेनिक आजिकल पाने से गंडलटा फटो ही ना तुम भावुच फटो थी निश्चय कहीं जेहेतु समय चलीगला बर्तमान से ये जो झील मैंने जो केस बर्तमान कहते मुह घोड़े देखु सौम्य तो मरीगला मुझे न को छ जोड़ी कहवा क्या मना ना सौम्य थिले सीना से जो ताकू चैलेंज करता ना यहाँ मु करनी ना सेटा मु करनी से चैलेंज करता मरवा लोक स्वर्ग तमें जाने मिछरे जहाँ कह लोक कहे लोक भी जानीपार कौटा सत कना कहीं राति स्क्रिप्ट बनाऊँच सकाଳେ कहते किसी छाड़ी दौरान किसी कहीपर न गोटे झील कहूँ भितर मो सेन्सलेस हो गली तू तो सेन्सलेस हो गलु केमी जान पब्लिक बाड़ी ना तू तो सेन्सलेस हो गलु हाईटेक पलैलु से लोक कहे हाईटेक आम नहीं गल तू केमती जानलु जे तो लुगा चिरी देले सार्ट चिरी देला से बोली